ଆଜ୍ଞା ନମସ୍କାର ଜୟ ଜଗନ୍ନାଥ। ଆଉ ଆଜିର ବ୍ଲଗ୍ ଆଜି ବ୍ଲଗକୁ ଆମର ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଆପଣ ଦେଖୁଛନ୍ତି ଆମ ବ୍ଲଗ, ଆପଣଙ୍କୁ ଧନ୍ୟବାଦ। ଜୟ ଜଗନ୍ନାଥ, ଆପଣ ସୁଖମୟ ହଉ, ହଁ ଭଲରେ ରୁହନ୍ତୁ। ଭଲରେ ରୁହନ୍ତୁ। ଆଉ ଆଜିର ଦିନଟା କ'ଣ କେମିତି କଟୁଛି? କେମିତି କଟିବ, ମୁଁ ତ ରହିବିନି। ହଁ ମୁଁ ଯିବି ଯାଜପୁର। ତମେ କ'ଣ ନେଇକି ଆଇଛ ଘରକୁ? ମୁଁ ଘରକୁ ଚିକେନ ଆଣିଛି। ହଁ ମୁଁ ଖାଇପାରିବିନି, ନା ମୁଁ ପଳେଇବି ଆଉ ଟିକେ ଗଲେ। ହଁ ଆଉ ତମେ ଆଇଲେ ରାତିକି ଖାଇବ ଆଉ। ରାତିରେ ମୁଁ ଆସିବାର ନାହିଁ, ଆଜି କାଲି ଆସିବି ଯାଇକି। କାଲି ଆସିବ, ହଁ ଘରଟା ଭଲ ଲାଗିବନି। ଆଉ ଏଇ ମାଇଁ ଭାଣିଜି ଦେଖନ୍ତୁ, ଭାଣିଜି ମୁଁ ପାଠ ଦେଇଥିଲି ତେଲ ଲଗେଇ ମୁଣ୍ଡ କୁଣ୍ଡଉଛି, ମାନେ ଉକୁଡ଼ି କାଢୁଛି। ମାନେ ଏମିତି କରି ଟାଇମ୍ ପାସ୍ କରିବ, ଗାଧେଇବନି ଆଉ ଦିଅ ପୂଜା କଲେ ଆଉ ଦିନ ଗୋଟେ ଆଉ। ଆଜି ତା ପୁଅ କ'ଣ ଏକ୍ଜାମ୍ ଦେବାକୁ ଯାଇନି କି? ପଳେଇଛି। ଆଜି କାହିଁ ପୂଜା କରିନି ତ ସକାଳୁ? ମୁଁ କାହିଁ ଯତ୍ନ ନେବି? ମାଇଁ ବା ଅଛି, ମୁଁ କାହିଁ ଯତ୍ନ ନେବି? ତ ସାଙ୍ଗମାନେ ଆଜି ଆସି ଯାଇଛି ଆମର ଚିକେନ। ହବ ଚିକେନ ଝୋଳଟେ। ବାପା ପୁରା ବାଡ଼େଇବେ ଅଲଗା ପ୍ରକାର, ମାନେ ତରକାରୀଟା ନାଇଁ କି ବାପା? ତ ବାପା ବର୍ତ୍ତମାନ ଚିକେନକୁ ପରିଷ୍କାର କରି ଧୁଆ ଧୁଇ କରିକି, ଆଉ ଡାଲୁ ଭାଇ ଏତେ କଲିଜାରେ କ'ଣ ନେଇ ପଳେଇ ଯାଇଛୁ? 4ଟା 5ଟା କଲିଜା ଏକଦମ ଦେଇଦେଇଛି। ବାପା ତ ପରିଷ୍କାର କି ଧୁଆ ଧୁଇ କରିସାରିଲେଣି, ତାପରେ ବାପା କରିବେ ଆଉ ନାଇଁ କି ବାପା? ଏଠି କାହାର ଉତୁରୁଛି ମ୍ୟାଗି? କାଲି ବ୍ରହ୍ମପୁର ନା ଖାଲି କଥା କହିବ ନା ପୂଜା କରିବ? ପୂଜା କରି ରାତିରେ ନିଦ ହଉନି, ଯୋଉ ଦେହ ଖରାପ ହେଲାଣି ଜଣା ପଡୁନି। ଯାଉ 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 ନାଇଟି ପିନ୍ଧିକି ପୂଜା କରାହଉଛି। ଦିଅଙ୍କ ଲୁଗା କ'ଣ ନାହିଁ ଏଇଠି? ଦିହ କର ସଫା କଲେ ମୋ ନାଇଟ୍ ସବୁବେଳେ ଭଲ। ସବୁବେଳେ ଭଲ ନା? ତମେ ପବିତ୍ର ଲୋକ, ଆମେ ସବୁ ଅପବିତ୍ର ଲୋକ ଗୁରା। ଆମର ରହିବନି ଗଙ୍ଗା ପାଣି, ଧୋବା ପାଣି, ତାପରେ ଗୋବର ସର୍ଫ ପଡ଼ିକି ସଫା ହେଇକି ଥୁଆ ହବ। ତମେ କ'ଣ କରୁଛ? ଆମେ ରିଲ୍ସ ରିଲ୍ସ ଦେଖୁଛ? ବାବା କ'ଣ କରୁଛନ୍ତି ଦେଖ। ବାବା କ'ଣ କରୁଛ ମ? ଚିକେନ ଟା କରିବା ତ, ହଁ ସେଥିପାଇଁ ଆଳୁ ଟିକେ ମସଲା ମସଲି ରେଡି କରୁଛି ଆଉ। ଆଚ୍ଛା ଆଚ୍ଛା, ମୋ ପାଇଁ କ'ଣ କରିବ? ତୋ ପାଇଁ କ'ଣ କରିବି? ହଁ କିଛି କିଛି ନାହିଁ, ଏକୁଇ ଖାଇବୁ ନା କାହାକୁ ଖାଇବି? ଚିକେନ ଖାଇବୁ? ନା ମୁଁ ଆଇଁଷ ଖାଇବିନି। ନାଇଁ ନାଇଁ ନାଇଁ, ଖାଇବୁନି ହେଲେ କେହି ଖାଇବେନି। ନାଇଁ ନାଇଁ ଅତି ବହକାଲି ଦେଖା ନା। ନା ନା ମୁଁ ଖାଇବିନି। ତୋର ବୟସ ହେଇନି ବର୍ତ୍ତମାନ ତୁ ଏତେ ଶୀଘ୍ର ଆଇଁଷ ଛାଡ଼ିବା ପାଇଁ। ନା ନା ମୁଁ ନାହିଁ ମୁଁ ନାହିଁ। ନାଇଁ ନାଇଁ ମୁଁ ଖାଇବି। ମୋ ପାଇଁ ଗୋଟେ ଆଳୁ ସିଝେଇ ଦେବ। କିଛି ଆଳୁ ଫାଳୁ ସିଝା ସିଝି ନାହିଁ, ସମସ୍ତେ ଖାଇବ। ତୋର ବୟସ 55 50 ତ ହଉ, ତାପରେ ତୁ ଆଇଁଷ ଛାଡ଼ିବୁ? କିଏ ମନା କଲା? ଏଇ ବୟସ ଆଇଁଷ ଖାଇଲୁ, ଦେହ ଶୁଖିଗଲାଣି, ଖାଦ୍ୟ କମିଗଲାଣି, ତୋର ଖାଇବା ପିଇବା ହଉନି। ଖାଇବୁ ନା ତୁ କ'ଣ ଖାଇବୁନି? ଦେହ ତ ଖରାପ ହଉଛି ଟିକେ, ଏମିତି ହେଇ ଦେହ ଶୁଆ ହେଇଯିବ। ନାଇଁ ନାଇଁ, ଦେହ ଶୁଆ ନାହିଁ, ଦେହ ତ ବୟସ ଏଇନେ ବୟସ ଦେହରେ ବର୍ତ୍ତମାନ କେମିତି ବଡି ଯାହା ଚାହୁଛି ତାକୁ ଦବ ନା ଆଉ। ନାରାୟଣ କ'ଣ କହିଛନ୍ତି ବର୍ତ୍ତମାନ ନାଇଁ ତମେ ଉପାସ ରହି ମୋତେ ଭୋଗ ଚଢ଼ାଅ ବୋଲି? ତା ନୁହଁ। ଦେଖ ତମ ଆତ୍ମା ଯାହା ଚାହୁଛି ତମେ ତାହା ଖାଅ, କିନ୍ତୁ ମନରେ ଭକ୍ତିଭାବ ରଖ। ସିଏ ଏକଥା କହିଛନ୍ତି। ଆଉ ତମେ ଆମିଷ ଛାଡ଼ିଦବ? ନାଇଁ ମୁଁ ଖାଇବିନି, ମୋ ମନଟାକୁ ନା ନା ନା, ଖାଇବୁ ନା ଅଳ୍ପ ଖାଇବୁ? କିଏ କହିଲା ଖାଇବୁନି? ନା ଦେଖିଆ କେମିତି ଖାଇବୁନି? ଖାଇବିନି। ତମେ ମୋ ପାଇଁ ଗୋଟେ ଆଳୁ ସିଝେଇ ଦେବ। ନାଇଁ ଆଳୁ ଫାଳୁ ବି ସିଝା ସିଝି ନାହିଁ, ତରକାରୀ ହବ, ଘରେ ସମସ୍ତେ ଖାଇବ। ନାଇଁ ବାବା ମନ ଡାକୁନି। ମନ ଡାକୁନି, ମନ ଡାକିବ, ମନ କିଛି ହବନି। ଦେହ ଖରାପ, ଫଳମୂଳ ଟିକେ ଖାଇବା ଆଉ। ଦେହ ଖରାପ ହଉଛି, ଫଳମୂଳ ତ ଖାଇବ। ସିଏ ତ ଫଳମୂଳ ତ ଏମିତି କ'ଣ ଜେନୁଇନ୍ ସମସ୍ତେ ଖାଆନ୍ତିନି କି? ପ୍ରୋଟିନ୍ ପାଇଁ ସମସ୍ତେ ଫଳମୂଳ ଖାଆନ୍ତି। ସାଧା ଖାଇବ, ସବୁଠୁ ଶୁଦ୍ଧ ଖାଦ୍ୟ ଖାଇବ। ଆଉ ଜୀବଜନ୍ତୁକୁ ମାରିକି ଖାଇବ, ତାଙ୍କର ଲୁହ ନିଶ୍ୱାସ ସବୁ ପଡୁଛି। ତ ଆସିଛନ୍ତି, ସେଇ ଜନ୍ମ ପାଇଛନ୍ତି ସେଥିପାଇଁ। ଆଉ କ'ଣ କରିବା? ଆମେ କ'ଣ ଇଏ କରୁଛନ୍ତି? ନୈଷ୍ଠିକ ବ୍ରାହ୍ମଣ ମଧ୍ୟ ଖାଉଛନ୍ତି। ସବୁ ବ୍ରାହ୍ମଣ କ'ଣ ଖାଉଛନ୍ତି? ସବୁ ବ୍ରାହ୍ମଣ ଖାଉନଥିବେ। ଶାସ୍ତ୍ରୀ ବ୍ରାହ୍ମଣ ଖାଇବେନି। ହଁ ଯେଉଁମାନେ ଶାସ୍ତ୍ରୀ ବେଦ ପାଠ କରୁଛନ୍ତି ହଁ ସେମାନେ ଖାଇବେନି। ହଁ ଏଇ ଯେଉଁମାନେ ପୂଜା କର୍ମ କାଣ୍ଡ ଏସବୁ କରୁଛନ୍ତି, ସେମାନେ କ'ଣ ଖାଉନାହାନ୍ତି? ଖାଉଛନ୍ତି। ହଁ ଖାଉଛନ୍ତି। ବ୍ରାହ୍ମଣର ବେଶୀ ଖାଉଛନ୍ତି। ଆଉ ଖାଆନ୍ତୁ ବାପା, ଯିଏ ଯାହା ଖାଉଛନ୍ତି, ଆମେ କାହା ଉପରେ କହିବାନି। କିନ୍ତୁ ମୁଁ ଖାଇବିନି। ମୋ ପାଇଁ ଗୋଟେ ଆଳୁ ସିଝେଇ ଦେବ। କିଛି କିଛି ଆଳୁ ଫାଳୁ ସିଝା ସିଝା ତରକାରୀ ହବ, ଖାଇବ। ଟମାଟୋ କଞ୍ଚା ସମସ୍ତେ ଖାଇବ, ସମସ୍ତେ ଖାଇବା ତରକାରୀ। ନା 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 ନା, ନାଇଁ ଭଲ ଲାଗିବ। ମୁଁ ଗୋଟେ ମନସ୍କାମନାରେ ଅଛି, ମୋର ସେଟା ପୂର୍ଣ୍ଣ ହଉ। ତୋର ପୂରଣ ହବ। ଠାକୁରଙ୍କ ପ୍ରତି ଭକ୍ତି ଭାବ ରଖିକିରି ମୋର ଭକ୍ତି ଭାବ ଅଛି, କିନ୍ତୁ ନାଇଁ ମୁଁ ଖାଇବିନି। ନ ଖାଇକିରି ଭକ୍ତି ଭାବ କଲେ କ'ଣ ହବ? ନା ଖାଇବ ନା। ଖାଇ ଇଚ୍ଛା ନାହିଁ। ହଁ ଇଚ୍ଛା ନାହିଁ, ଇଚ୍ଛା ହବ କିଛି ନାହିଁ। ନା ନା ଏ ବୟସରୁ କ'ଣ ଗୋଟେ ତୁ ଇଏ କରିବୁ, ଆଇଁଷ ଖାଇବୁନି କହିବୁ? ହଁ, ବୟସ 30 ବର୍ଷ ବୟସ ହେଲେ ବର୍ତ୍ତମାନ ତମେ କହିବ ଆମେ ଖାଇବୁନି? 30 ମତେ କ'ଣ 33? 33 କ'ଣ, 2-3 ବର୍ଷ ଡିଫରେନ୍ସ ଭିତରେ। ତମ ଝିଅକୁ ଖାଲି କମ କରି ଦଉଛ କ'ଣ? 35 ହେଇନି,
କି 40 ହେଇନି 50 ହେଇନି 50 ହେଲେ ଛାଡ଼ିଦେବ ଆଉ ତୁମକୁ କିଏ ବାଧ୍ୟ କରିବେନି ବୟସର ଅଧା ସମାପ୍ତିକି ପଳେଇ ସାରିଲା ପରେ ଛାଡ଼ିଦେବ ମୁଁ ତ ପୁଣି ଛାଡ଼ିଥିଲି ତମେ ମୋତେ ସବୁ ଜବରଦସ୍ତି କରି ଖୁଆଇଲ ନାଇଁ ନାଇଁ ଖାଅ ଖାଅ ବୋଲି ମୁଁ ରାଧାଙ୍କ ଶରଣରେ ପଶି ମୋତେ ଇଚ୍ଛା ହଉନି ବାବା। ରାଧାଙ୍କ ଶରଣରେ ରହିଲେ ରାଧାଙ୍କ ଶରଣରେ ରହିଲେ କିଛି ଖାଇଲେ କିଛି ଅସୁବିଧା ନାହିଁ ଅସୁବିଧା ନାହିଁ। ନା ନା ସିଏ ପୁରା ହେଲେ ମନୁଆ ଠାକୁର ମନୁଆ ମନି ଦୁଇଟା ଆଗ ତେଣୁ କିଛି ଅସୁବିଧା ନାହିଁ ତାଙ୍କୁ ମନ ଭିତରେ ଶ୍ରଦ୍ଧା କରିବ ଭକ୍ତି କରିବ ସିଏ ତୁମକୁ ସବୁଥିରେ ତୁମ ପାଖରେ ଛିଡ଼ା ହେବେ କିଛି ଅସୁବିଧା ନାହିଁ ଆଉ ତୁମେ ଯେଉଁ କହୁଛ ନାଇଁ ଆମେ ଆମିଷ ଖାଇବୁନି ଆମ ଘରୁ ତାହେଲେ ପୁରା ଏକଦମ ତାଙ୍କ ଧର୍ମଟାକୁ ଅବଲମ୍ବନ କରିବାକୁ ପଡ଼ିବ ତମେ ଘରୁ ପଳେଇବା କଥା ତାଙ୍କ ପାଇଁ ରହିବ ଯାଇକି ସେଠି ଆଉ ତୁଳସୀ ମାଳ ପକେଇବ ବୈଷ୍ଣବ ଧର୍ମ ନେବା କଥା ବୈଷ୍ଣବ ଧର୍ମ କଥା ନେଲା ମାନେ ତମେ ଆଉ ତମେ ଉଷୁନା ବି ଖାଇବନି ନା ଖାଲି ଅରୁଆ ଅରୁଆ ହଁ କିନ୍ତୁ ଆମେ ଉଷୁନା ପିଆଜ ରସୁଣ ସବୁ ଖାଉଛୁ ସବୁ ଖାଉଛ ଭକ୍ତି ଭାବ ଖାଲି ମନରେ ଭକ୍ତି କର ହଁ ଭକ୍ତି ଆଉ ଜିନିଷ ସର୍ବତି ଏକ ଜିନିଷ କାହିଁ ଖାଇବନି ଖାଇବ ନା ଦେଖି ଲେଖିଲେ କଣ ହବ କଣ ସେ ହଉଛି କାଲି ପାଠ ମାନେ ମୁଁ ଉଠିକି ଆଇଲା ମାନେ ସେ କଣ ହଉଛି ଝୋଳ କରିବ ଆଉ ଟିକେ ବସେଇରେ ହଁ ଝୋଳ ରଖିବି ଝୋଳ କରିବି ମତେ ଟିକେ ଦବ ଭଲରେ ଆଉ ଫ୍ରାଏ କରିବେନି ନାଇଁ ଯୋଉ ଡାଲି ତାକୁ ଟିକେ ଭଲରେ ଦବ ହେଲେ ସେ ତମକୁ ଯାହା ଦରମା ପାଇଲେ ଦବ ଅଧା ଏ ହୋ ଖିଅ ତ ଲେଖିବ ନାଇଁ ସମସ୍ତେ ଝୋଳ ଗୋଳେଇ ଖାଇବା କହୁଛି ମତେ ବି ଟିକେ କଷା ଦବ ଇଏ ଆଉ ଗୋଟେ କହିଲାନି ମତେ କଷା ଦବ ବାବା ହଁ ତ ଲେଖିଛୁ ଖିଅ ଇଏ ଲାଗି ଲେଖିବ ମୁଁ ଲେଖିବି ଆଇଁଷ ମାଛ ହଉ ଚିକେନ ହଉ କରିବାକୁ ଯେମିତି ଯାଇକି ଯା କଣ ମାଛଟା ଟିକେ ଯିବ ବୁଲିକି ଆଉ ଗୋଟେ ଖାଇବି ଆଉ ଗୋଟେ ଖାଇବ ଆଉ ତମ ବଡ ନାତୁଣୀ କେତେଟା ଖାଇବ ସିଏ ତ ସିଏ ରାକ୍ଷୀ ଶୁଣି ଅଧ କେଜି ଖାଇଦବ ନା କଣ ବସିକି ବିଲେଇ ଭଳିଆ ଲାଗିବ ଟିକେ କଷା ଟିକେ ଦଉନ କେତେ ଖାଇବ ସେ ମତେ କହିଲା ଚିକେନ କେତେ 250 ଖଣ୍ଡ ଚିକେନ ଉପରେ ଖାଇଦବ ହଁ 250 ଚିକେନ ଉପରେ ଖାଇଦବ ଦେହରେ କାଇଁ ଲାଗୁନି ବା ସେମିତି ହାଡରେ ପୁରେଇ ଦଉଛନ୍ତି ନା କଣ ଆଈ କହିଲା ଭଳିଆ ତା ମା ସେମିତି ନଥିଲା କି ତା ମା ସେମିତି ପତଳା ନଥିଲା ମାନେ ଏବେ କଣ ତା ମା ମୋଟା ନା କଣ ଜେଜେ ମୁଁ ମୋଟା ହେଇଥିଲି କେତେବେଳେ କରୋନା ଟାଇମ ରେ ତମେ ଦେଖିନ ଫଟୋ ମୁଁ ବହୁତ ମୋଟା ହେଇଥିଲି ମୋ ସ୍କୁଲ ଡ୍ରେସ୍ ମାରିବାକୁ ପଡିଥିଲା ଖୋଲିବାକୁ ପଡିଥିଲା ଟିକେ ଟାଇଟ୍ ମାନେ ଢିଲା କରିବାକୁ ପଡିଥିଲା ମୋଟା ହେଇଥିଲି ସତ ଜେଜ ମନେ ତୁ କହିଲା ଆମ ଆଖି ଗୁଡାକ ଅନ୍ତ ଥିଲା ଫଟୋରେ ତ ମୋ ମୁଣ୍ଡ ଏଡ ବଡ ଦେଖାଯାଉଛି ଦିହ ବି ଏତେ ମୋଟା ସବୁ ଡ୍ରେସ୍ ଗୁଡା ସିଲେଇ ଟାଇଟ୍ ମାରିଦବୁ ଆଉ ବେକାର କଥା ଗୁଡା କାହିଁ କହୁଛୁ ହଉ ବାବା ମୋ ବାବାଟା ପରା ମୋ ପାଇଁ ଗୋଟେ ଆଳୁଟେ ସିଝେଇ ମୁଁ ଖାଇବିନି ଇଚ୍ଛା ନାହିଁ ମୋର ନା ମୋର ଗୋଟେ ବାପା ମାନସିକ ମୋ ପରିସ୍ଥିତି କେତେ ଖରାପ ପଡି ତମେ ଜାଣିନ ପରିସ୍ଥିତି ବର୍ତ୍ତମାନ ଖରାପ ଠାକୁର ନାଇଁ ମୁଁ ଟିକେ ତାଙ୍କ ଶରଣରେ ପଶିଛି ମୁଁ ଟିକେ ମାନେ ଇଏ ମତେ ଇଚ୍ଛା ଲାଗୁନି କାହିଁ ମତେ ଜୋର ଜବରଦସ୍ତି କରି ନା ମୁଁ ତ ଆଳୁ ମୋ ପାଇଁ ସିଝେଇ ଦବ ଆଳୁ ଫାଳୁ ସିଝା ନାହିଁ ମୁଁ ଅଧିକ ଆଳୁ ପକେଇଛି ତରକାରୀରେ ସବୁ ଖାଇବା ବଢିଆ ଆମର ଖାଇବା ଆଳୁ ନାହିଁ ଯଦି କୋଉ ଆଳୁ ଆସିବ ନାଇଁ ଆଳୁ ଅଛି ଏତିକି ଆଳୁ ଆଣିକି ଆହୁରି ଆଳୁ କିଲେ ତୁ ଆଜି କରୁନୁ ଚିକେନ ଟା କରେ ସବୁବେଳେ କଣ ଜେଜେ କରିବି ହଁ ତୁ କରେ ବଡ ପିଲା ହେଲୁଣୁ କରିବାକୁ ଟିକେ ଚେଷ୍ଟା କରେ ମୁଁ କରିଛି କେତେଥର ଚିକେନ କରିଛି ମୁଣ୍ଡେ ବସିକି କରେ ମୁଁ ବତେଇଦେବି କାଲି ସେଠି କେତେବେଳେ କଣ ପଡିବ ନହେଲେ ଆଉ 3 ବର୍ଷ 4 ବର୍ଷ ହେଲେ ବାହା ହେଇକି ପରଘରୁ ଯିବୁ କେମିତି କରିକି ଖାଇବାକୁ ଦବୁ କରିଛି ହଁ 2-3 ଥର ରାତି ହଁ ତମ ସାନ ନାତୁଣୀର ଡିମାଣ୍ଡ ଅଜା କରନ୍ତୁ ଅଜା ହାତେ ଭଲ ଲାଗୁଛି ଝିଅ ତମେ ଆମିଷ ଛାଡ଼ିଦେଲେ ହବନି ଆଉ ଦୁନିଆ ଏପଟ ସେପଟ ଆଇଁଷ ଛାଡ଼ି ପାରିବନି ଆଇଁଷ ଛାଡ଼ି ପାରିବନି ଆଉ ତମେ ନ ଛାଡ଼ ମୁଁ ତମ ପାଇଁ କରିଦେବି ନ ଛାଡ଼ ମୁଁ ଗଲେ ପରିବାର ସମସ୍ତଙ୍କର ମଙ୍ଗଳ ହବ ହେଲେ କ'ଣ ଖାଉଛ ଦି ଭଉଣୀ ଜଣେ ଥାଳିଏ ଜଣେ କେଜି ହଁ ଆଉ ଗୋଟେ କାହାକୁ ଟିକେ ଘର ଦେଇ ଜଚ ନାହିଁ ମଚ ନାହିଁ କିଛି ନାହିଁ ଏକୁଟିଆ ପେଟଟା ପ୍ରବଳ କାଟିବ ହଉ ଖାଇଦିଅ ସାଙ୍ଗମାନେ ମୋ ଦେହ ବିଲକୁଲ ଭଲ ନାହିଁ ବିଲକୁଲ ବି ଭଲ ନାହିଁ ଆଉ ଇଚ୍ଛା ନୁହଁ ସୁଟିଂ ଫୁଟିଂ କରିବା ପାଇଁ କିନ୍ତୁ ଆପଣମାନଙ୍କ ପାଇଁ କରୁଛି ଯାଇକି ଥଣ୍ଡା ହେଇଯାଇଛି ମୁଣ୍ଡ ବିନ୍ଧୁଛି ଦେହ ହାତ ପୁରା ଦରଜ ଆଉ ମୁଁ ଟିକେ ମାନେ ହଠାତ୍ କ'ଣ ମେଡ଼ିସିନ ଖାଏନି କାହିଁକିନା ଅତ୍ୟଧିକ ହେଲା ପରେ ଛୋଟବେଳୁ ଅଭ୍ୟାସ ଅଛି 7-8 ଦିନ ପଡ଼ିଲା ପରେ ସେତିକି ସିରିୟସ୍ ହେଲେ ମେଡ଼ିକାଲ ଯିବି ମେଡ଼ିକାଲ ତ ଯାଏନି ମୁଁ ଗୋଟେ ପ୍ରାଇଭେଟ୍ ଡକ୍ଟରଙ୍କ ପାଖକୁ ଯାଏ ଗୋଟେ କ୍ଲିନିକକୁ ଆଉ ସେତିକି ଦେହ ଖରାପ ହେଲେ
ଆଉ ଦେହଟା ମୋର ହେଲାଣି ପହର ଦିନଠୁ ହେଲାଣି। ମୋତେ ଲାଗୁଛି ଯେମିତି ଏକ୍ସେସ୍ ସବୁ ପଖାଳ ଖାଲି କରିବା ଚକ୍କରରେ ଯେଉଁ ସବୁବେଳେ ପଖାଳ ଖାଇଦେଲି ଅତ୍ୟଧିକ ଥଣ୍ଡାଟା ହେଇଗଲା, ଯେଉଁଥିପାଇଁ କି ଦେହଟା ଭଲ ଲାଗୁନି। ଆଉ ପୁରା ଥଣ୍ଡା ମାନେ ନାକ ପାଖ ପୁରା ଜାମ୍, ମୁଣ୍ଡ ପୁରା ବିନ୍ଧୁଛି, ଭାରି କଷ୍ଟ ଲାଗୁଛି ମାନେ ଶୋଇବା ପାଇଁ। ଯାଉଛି ଗାଧେଇ ପଡ଼ିବି, ଯାହା ହବ ହବ, ଗାଧେଇ ପଡ଼େ। ମୁଁ ନା ନାକ ପଟେ ନିଶ୍ୱାସ ନେଇପାରୁନି, ପାଟି ପଟେ ରାତି ଯାକ ନିଶ୍ୱାସ ନେଇକି ଶୋଇଥିଲି ଯେ ପାଟି ଓଠ ତଣ୍ଟି ସବୁ ଶୁଖିଯାଇଛି। ଭାବୁଛି ଗାଧେଇ ପଡ଼ିବି। ଆଉ ଆପଣମାନେ ତ ଦେଖିଲେ ବାବା କେମିତି ବାଧ୍ୟ କରୁଛନ୍ତି ଖାଇବା ପାଇଁ। ଆଉ ମୋର ଇଚ୍ଛା ନାହିଁ, ମୋର ପରିସ୍ଥିତି ଏବେ ବହୁତ ଖରାପ ପଡ଼ିଛି। ମୁଁ ରାଧାରାଣୀଙ୍କ ଶରଣରେ ପଶିଛି। ଆଉ ମୋର ଇଚ୍ଛା ନାହିଁ ଖାଇବା ପାଇଁ, କି ମୁଁ ଖାଇବି ନାହିଁ ମଧ୍ୟ। ବାପା ଯେତେ କହିଲେ କି ଯିଏ ଯେତେ କହିଲେ ମଧ୍ୟ ମୋର ଇଚ୍ଛା ନାହିଁ କି ମୁଁ ଖାଇବି ନାହିଁ। ଆଉ ମୁଁ ଛାଡ଼ିଦେବାକୁ ଚାହୁଁଛି ଏଇ ଜିନିଷଟା। ହଁ ଦେହ ଖରାପ ହେଇପାରେ, କାହିଁକି ନା ଆମ ବଡି ସେଟାକ ସବୁ ଆବଜର୍ବ କରିଯାଇଥିଲା, ବୁଝିଲେ। ଆମେ ପ୍ରଥମ ଛୋଟବେଳୁ ଖାଇ ଆସୁଛୁ ନା, ତ ବଡି ନିହାତି ଖୋଜୁଥିବ। କିନ୍ତୁ ଛାଡ଼ିଦେଲେ ବି କିଛି କିଛି ସମୟ ପାଇଁ ଦେହ ଖରାପ ହେବ, କିନ୍ତୁ ଆଦତରେ ପଡ଼ିଗଲେ ଆଉ କିଛି ହେବନି। ତ ଫାଷ୍ଟ ଏବେ ଛାଡ଼ିଛି ବୋଲି ଏମିତି ଦେହ ଟିକେ ଖରାପ ଅଛି, କିନ୍ତୁ ଛାଡ଼ିଛି ବୋଲି ଦେହ ଖରାପ ହେବା କଥା ନୁହଁ। ଆଉ ବି ଭଲ ସାଧାରେ ତ ବହୁତ ଭଲ ଭଲ ଖାଇବା ଅଛି, କିନ୍ତୁ ମୁଁ କରୁନି। ଆଉ ବାବାଙ୍କୁ ତ ପ୍ରେସର ପକେଇବିନି କରିବା ପାଇଁ, ତଥାପି ବାବା ମୋ ପାଇଁ ସାଧାରେ କୋବି ଫୋବି ଭାଜି ଦେଉଛନ୍ତି, ବାଇଗଣ ପୋଡ଼ି ଦେଉଛନ୍ତି, କେତେ କ'ଣ କରୁଛନ୍ତି। କିନ୍ତୁ ଆହୁରି ବି ଭଲ ଭଲ ଖାଇବା ସବୁ ଅଛି, କରିକି ଖାଇଲେ ବି ହେବ। ଆଉ ଭିଟାମିନ୍ ଖାଇବା ସବୁ ଯେମିତି ସୋୟାବିନ୍, ପନିର ଫନିର ସବୁ କରି ଖାଇଲେ ହେବ, କିନ୍ତୁ ମୁଁ କରୁନି। କୋଡ଼ିଆଣି ବସୁଛି ଏନି ଟାଇମ୍। ହଁ, ଆଉ କର୍ପୂର ବୁଲଉଛି। ଟାଇମ୍ ଟିକେ ଦେଖନ୍ତୁ କେତେଟା ବାଜିଛି। ଡେଲି ପୂଜା କଲା ବାଟ ଛାଡ଼, ମୁଁ କହିବିନି। ମୋ ଭାଉଜ ନାହିଁ, ମୁଁ ତ କିଛି କରୁନି, ମୁଁ କାହିଁକି କହିବି। ଆଉ ଯେଉଁ ଆଜି କାହିଁ ସକାଳୁ ଉଠି ରାତି ଯାକ ଶୋଇପାରୁନି, ତାର ଦେହ କହୁଛି ରାତି ଯାକ ରାଖି ମୋତେ ନିଦ ଲାଗୁନି, ଦେହ ଖରାପ ହେବ କି କ'ଣ। ମୋର ବି ଏମିତି ହେଇଥିଲା ସାଙ୍ଗମାନେ ଭୁବନେଶ୍ୱର ଥିଲାବେଳେ। ମୁଁ 4-5 ରାତି ମୋତେ ଜମା ମୁଁ ଶୋଇପାରେ ମାନେ କ'ଣ ମାନେ ଜମା ତ ନିଦ ହେଲାନି ସାଙ୍ଗମାନେ ଯେତେ ଚେଷ୍ଟା କରି ନିଦ ହେଲାନି। ଏଇ ଭୋରୁ ଟିକେ ଶୋଇବି, ପୁଣି ଉଠିକି କାମ। ତାପରେ ଏତେ ସିରିୟସ୍ ଦେହ ଖରାପ ହେଲା ସାଙ୍ଗମାନେ, ବିଶ୍ୱାସ କରନ୍ତୁ 10-15 ଦିନ ଜ୍ୱର ଛାଡ଼ିଲାନି, କମ୍ପ ଆସିବ ପୁରା ଅଲଗା ପ୍ରକାର। ରାତି ନ ଶୋଇବା, ଯଦି ରାତି ନିଦ ହେଉନି ତାମାନେ ଜାଣିଯିବ ଯେ ସିଭିୟର ଦେହ ଖରାପ ହେବ। ତ ବାବା ବାଧ୍ୟ କରୁଛନ୍ତି, କିନ୍ତୁ ଖାଇଲେ ମୋର ଆତ୍ମା ଡାକୁନି। ଆଉ ମୋର ଇଚ୍ଛା ନାହିଁ, ମୁଁ ଜାଣୁଛି ବଳ ବୟସ ଅଛି, ଏବେ ନ ପରେ କଲେ ବି ଚଳିବ, କିନ୍ତୁ ଇଚ୍ଛା ନାହିଁ, ଖାଇବିନି। ଗୋଟେ ମନରେ ଗୋଟେ ଆସିବ, ରାଧାରାଣୀଙ୍କ ଶରଣରେ ପଶିଛି, ମୋତେ ଭଲ ବି ଲାଗୁଛି, ମୋର ଇଚ୍ଛା ନାହିଁ। ଆଉ ଏମିତି ବହୁତ ଅସୁବିଧାରେ ସାଙ୍ଗମାନେ ମୁଁ ଅଛି, ବହୁତ ପ୍ରୋବ୍ଲେମରେ ଅଛି। ସେ ପ୍ରୋବ୍ଲେମ୍ କେମିତି ରାଧାରାଣୀଙ୍କ ନାମ ତ ସବୁବେଳେ ମୁଁ ଜପୁଛି, ମୋର ବହୁତ ବିଶ୍ୱାସ ରାଧାରାଣୀ ସବୁ ସଙ୍କଟ ଦୂର କରିଦେବେ। ଆଉ ଗୋଟେ କଥା ହେଉଛି, ହଁ ଦେହ ଖରାପ ହେଉଛି, ନୂଆ ଟିକେ ହେବ, ଯେହେତୁ ଛୋଟବେଳୁ ମୁଁ ତ ଆମିଷ ଡାହାଣିଟା, ମୁଁ ଆଇଁଷ ଭାତ ଖାଇନି। ବାପା ଯେଉଁ କହୁଛନ୍ତି ସତ କଥା, ମୋର ଖାଇବା କମିଯାଇଛି। ଭାଉଜ ବି କହୁଥିଲା ଯେ ରାକ୍ଷୀ କେମିତି ଦେଖା ହେଲାଣି। ଆଉ ମାନେ ସେ ଗୋଟେ ଥିଲା ସବୁ, ମାନେ ଦେଖନ୍ତୁ ଆମ ଯେମିତି 5ଟା ଆଙ୍ଗୁଠି ସମାନ ନୁହଁ, ସେମିତି ପରିସ୍ଥିତି ବି ସମାନ ନଥାଏ ସବୁବେଳେ। ତ ଛୋଟବେଳେ ଖାଇଥିଲି ଯେ ବହୁତ ତ ଖାଇଛି ଲାଇଫ୍ରେ, ଆଉ ପାପ ତ ବହୁତ କରିଛି। ଆଉ ଏବେ ଯଦି ସମୟ ମିଳୁଛି ନିଜକୁ ସୁଧରିବା ପାଇଁ, ପାପରୁ ମୁକ୍ତି ପାଇବା ପାଇଁ, ତାହେଲେ ନିହାତି ଚେଷ୍ଟା କରିବା କଥା। ତ ମୋର ଇଚ୍ଛା ନାହିଁ, ମୁଁ ବର୍ତ୍ତମାନ ବି ଖାଇବି ନାହିଁ, ହେଲା କି। ତ ଖାଲି ଦେଇଛୁ ଆସନା ଭିଡ଼ିଓ କରୁଛି ମୁଁ। ତ ଦେହ ଯେଉଁ ସାଙ୍ଗମାନେ ଖରାପ ଅଛି, ଦେହ ତ ଭଲ ହେଇଯିବ। ଆଉ ୱାନ୍ ସାଧା ଖାଇବା ମାନେ ଦେଖନ୍ତୁ, ଗୋଟେ ଜିନିଷ ଯେଉଁ ଆମର ଗୋଟେ ସିଜିନ୍ ଚେଞ୍ଜ ହେଲା, ଗୋଟେ ସିଜିନ୍ ଆସିଲେ ଜ୍ୱର ଫର ହେଉଛି ନା ନାହିଁ, ସେମିତି ଆଇଁଷ ଖାଇ ଦେଇଥିଲି, ଛାଡ଼ିଲି, ହଠାତ୍ ଦେହଟା ଖରାପ ହେଉଛି, ତାପରେ ଭଲ ହେଇଯିବ, ତାପରେ ସାଧା ତ ଖାଇସାରିଲେଣି, ତାପରେ ସେଇ ଆଦତରେ ବି ପଡ଼ିଯିବି, ସେମିତି କିଛି ଅସୁବିଧା ନାହିଁ। କିନ୍ତୁ ବାପାଙ୍କର ମନ ଦୁଃଖ ହେଉଛି, ସମସ୍ତେ ଖାଉଛନ୍ତି, ମୋ ଝିଅଟା ଖାଉନି, କାରଣ ମୁଁ ଆମିଷ ଡାହାଣିଟା ତ, ସେଇଥିପାଇଁ ତାଙ୍କ ମନ ଦୁଃଖ ହେଉଛି, ମୁଁ ଜାଣିଛି। ମୁଁ ଖାଲି ସେ ଖାଇଲା ବେଳେ ମୁଁ ସୁଟିଂ କରି ପଳେଇ ଆସିବି, ସେଇଠି ବସିବିନି, ବସିଲେ ସେ ଦେଖିଲେ ତାଙ୍କ ମନ ଦୁଃଖ ହେଉଛି। ମୁଁ ଆଜି ଏମାନେ ଭାତ ଡାଲି କ'ଣ କରୁଛନ୍ତି କରନ୍ତୁ, ମୁଁ କାଲିଠୁ ଫ୍ରିଜ୍ରେ ଆଳୁ କାଟିକି ରଖିଥିଲି, କାରଣ କାଲି ରାତିରେ ଯୋଉଠି ଭାଜିଥିଲି ଅଧିକା କାଟି ଦେଇଥିଲି, ଏସବୁ ବାହାର ଭୋଜି ଖାଇବାକୁ ଯାଇଥିଲେ, ତ ସେଥିପାଇଁ ମୁଁ ରଖିଦେଇଛି।
ତାକୁ ମୁଁ ବଢ଼ିଆ ଭାଜିଦେବି ପିଆଜ ଦେଇକି ପୁରା ତେଲ ଦେଇ ଚୁନି ଚୁନିକି କାଟି ରଖିଛି ଝୁଝୁରାଇ ଭାଜିଦେବି ଦେଇକି ମୋର ମୁଁ ଖାଇବି ଖାଇବାକୁ ତ ଇଚ୍ଛା ହେଉନି ଯେହେତୁ ଥଣ୍ଡା ପ୍ରବଳ କିନ୍ତୁ ଖାଇବାକୁ ତ ପଡ଼ିବ ନା ଆଉ ବିଶ୍ୱାସ କରନ୍ତୁ ସାଙ୍ଗମାନେ ରାଧା ନାମ ଯେଉଁ ମୁଁ ଜପ କରୁଛି ଆଉ ଜଣେ ସବସ୍କ୍ରାଇବର ମୋର କହିଥିଲେ ଲେଖନ୍ତୁ ଖାତାରେ 108 ଥର ମୁଁ ଲେଖୁଛି ବି ମୋତେ ଏତେ ଶାନ୍ତି ଲାଗୁଛି ବହୁତ ଶାନ୍ତି ଲାଗୁଛି ସତରେ ସାଙ୍ଗମାନେ ମୋତେ ବହୁତ ଭଲ ଲାଗୁଛି ମୋତେ ମାନେ ଦେଖନ୍ତୁ ଯେ ଭଗବାନ ସବୁ କିଛି ମଣିଷକୁ ଦେଇଛନ୍ତି କିନ୍ତୁ ଶାନ୍ତିଟାକୁ ଦେଇନାହାନ୍ତି ହେଲା ଯଦି ରାଧା ନାମ ଜପ କରି ମୋତେ ଟିକେ ବି ଶାନ୍ତି ମୋ ଜୀବନ ତ ବହୁତ ଅଶାନ୍ତି ମାନେ ମୋ ଜୀବନରେ ବହୁତ ଦୁଃଖ ମୁଁ ସବୁ ଜିନିଷଟା ପରିପ୍ରକାଶ କରେନି ଆପଣମାନେ ବୁଝିପାରୁଥିବେ ଯଦି ଗୋଟେ ନାରୀ ହେଇଥିବେ ମୁଁ ଗୋଟେ ନାରୀ କେତେ କଷ୍ଟରେ ଅଛି ଏଇଟା ଆପଣମାନେ ବୁଝିପାରୁଥିବେ ଯଦି ପ୍ରକୃତିରେ ନାରୀ ହେଇଥିବେ ମାନେ ନାରୀ ତ ସମସ୍ତେ କିନ୍ତୁ ସମସ୍ତଙ୍କ ପାଖରେ ସେ ଭାବନା ନଥାଏ ହଁ ଗୋଟେ ନାରୀର ଅନ୍ୟ ନାରୀର ଦୁଃଖ ବୁଝିବା ତ ଯଦି କିଏ ମୋତେ ଦେଖୁଥିବେ ମୋ କଷ୍ଟଟାକୁ ବୁଝିପାରୁଥିବେ ଆପଣମାନେ ଜାଣିଥିବେ ମୁଁ କେତେ ପେନ୍ରେ ଅଛି କେତେ ଦୁଃଖ କେତେ କଷ୍ଟରେ ଅଛି ତ ତା ଭିତରେ ଯଦି ମୁଁ ରାଧା ନାମ ଜପ କରିକି ଟିକେ ବି ଖୁସି ମିଳୁଛି ଶାନ୍ତି ମିଳୁଛି ତ ମୁଁ ଚାହିଁବି ଏ ଶାନ୍ତିଟାକୁ ରଖିବା ପାଇଁ ଆଇଁଷ ଖାଇକି କେଉଁ ଆପଣମାନେ ଦେଖିବେ ସାଧା ଖାଇବାରେ ଯେତେ ଶାନ୍ତି ଥାଏ ସାଧା ଭୋଜନରେ ଆମିଷରେ ନଥାଏ ଆମିଷ ଯେଉଁଟା ଅସୁର ଖାଇବା ହଁ ଆଗରୁ ମୋତେ ପ୍ରିୟ ଲାଗୁଥିଲା ଯେତେବେଳେ ମୁଁ ଖାଉଥିଲି କିନ୍ତୁ ଏବେ ମୋର ଇଚ୍ଛା ନାହିଁ ବାପା ଯେତେ କହିଲେ ବି ଛାଡ଼ିଛୁ ମାନେ ଛାଡ଼ିଛୁ ମୋର ବି ଗୋଟେ ମନସ୍କାମନା ଅଛି ଏଇଆ ନୁହେଁ ଯେ ମନସ୍କାମନା ପୂରଣ ହେଲେ ମୁଁ ଖାଇବି କିନ୍ତୁ ଦେଖାଯାଉ ରାଧା ମାଙ୍କ ଶରଣରେ ପଶିଛି ମୋତେ ସେ ଖାଲି ମୋର ଆମିଷଟାକୁ ମୁଁ ନିଜେ ଛାଡ଼ିଛି ମୋର ଯେଉଁ ବ୍ୟାଡ୍ ହ୍ୟାବିଟ୍ସର ଅଛି କି ଖରାପ ଗୁଣ ଅଛି ଯେଉଁ ଗେମିଂ ଅଛି ଯେଉଁଟା ମୁଁ ଖେଳୁଛି ଯେଉଁଟା ପଇସା ବର୍ବାଦ କରୁଛି ସବୁ ଜିନିଷ ଭଗବାନ ମୋଠୁ ମାନେ ମୁଁ ତାଙ୍କର ପଶିବାର କାରଣ ହେଉଛି ସେ ମୋର ସବୁ ଖରାପ ଜିନିଷଟାକୁ ଯେମିତି ଦୂରେଇ ଦେବେ ହଁ ମଣିଷ କିଛି କିଛି ନିଜ ଆୟତରେ ନଥାଏ ହଁ ଏଇଟା ଆଇଁଷଟାକୁ ଛାଡ଼ିଦେଲି କାହିଁକିନା ମୋତେ ରାଧା ମାଙ୍କ ଶରଣରେ ପଶିବାର ଅଛି ଏଇଟା ମୁଁ ଛାଡ଼ିଲି କିନ୍ତୁ ଗେମିଂଟା ଛାଡ଼ି ଦେଇଥିଲି ପୁଣି କ'ଣ ମନେ ହେଲା ଖେଳିଲି ବୁଝିଲେ କି କାରଣ ସତ କହୁ ସାଙ୍ଗମାନେ ମୁଁ ଖେଳିଲେ ତା ଭିତରୁ ଦୁଇଟା ପଇସା ମୁଁ ବାହାର କରିଦେଉଛି କାରଣ ମୋତେ ତ କେହି ଦେବାକୁ ନାହାନ୍ତି ନା ତ ପଇସା ମୁଁ ବି କାହାକୁ ମାଗିବା ପିଲା ନୁହଁ ତ ତା ଦେହରେ ମୁଁ ଖେଳିଲେ ମୁଁ ପଇସା ବାହାର କରିଦେଉଛି ଆରାମସେ 2000 2500 ବାହାର କରିଦେଉଛି ମୋ ଖର୍ଚ୍ଚ ଉଠେଇ ଦେଉଛି ହଁ ତ ସେଥିପାଇଁ ମୁଁ ମାଆଙ୍କୁ ଭୁଲ ମାଗିକି ଖେଳୁଛି ତ ମୁଁ ଚାହୁଁଛି ରାଧା ମା ଏଇଟା ମୋଠୁ ସମ୍ପୂର୍ଣ୍ଣ ଭାବରେ ମୋଠୁ ଯେମିତି ଦୂରେଇ ଦେବେ ଆଜି ମୋ ପାଇଁ ପଇସା ନାହିଁ ଠିକ୍ ଅଛି କାଲି ତ ମୋ ପାଇଁ ପଇସା ଆସିବ ନା ତ ଯେ ପଇସା ଆସିବ ଯଦି ମୁଁ ସବୁ ସେଇଥିରେ ବର୍ବାଦ କରିଦେବି ତାହେଲେ କିଛି ଲାଭ ନାହିଁ ତ ସେଥିପାଇଁ ମୁଁ ଚାହୁଁଛି ଭଗବାନ ମୋଠୁ ପୁରା ସବୁ କିଛି ଛଡ଼େଇ ଦିଅନ୍ତୁ ଯେତେ ଖରାପ ଗୁଣ ମୋ ପାଖରେ ଅଛି ହଁ ସବୁ କିଛି ଖାଲି ଗେମ୍ ବୋଲି ନୁହଁ ଯଦି ମୋ ପାଖେ ଗର୍ବ ଅହଙ୍କାର ଅହମ୍ଭାବ କି ବାଦ ଛେଦ ଯାହା ବି ଅଛି ମୁଁ ଚାହୁଁଛି ମୋର ଏଇସବୁ ଗୁଣକୁ ଭଗବାନ ମୋଠୁ ଦୂରେଇ ଦିଅନ୍ତୁ ତ ଚାଲନ୍ତୁ ଦେଖିବା ବାପା ତରକାରୀଟା କେମିତି କରୁଛନ୍ତି ବାପା କେତେ ଦୂର ଗଲା କଷିଲେଣି ଲୋ ମା କଷିଲେଣି ନାଲି ନାଲି ଟହ ଟହ ଦିଶଇ କେଡ଼େ ସୁନ୍ଦର ଚିକେନ କଷା ଆଳୁ ଗୋଲ୍ଡେନ୍ ଫ୍ରାଏ ହେଇ ଭଜା ହେଇଯାଇଛି କ'ଣ କହିବ ବାପା ଗୋଟେ ହୋଟେଲଟେ ଖୋଲିବା କି ଘର ଲୋକଙ୍କୁ ରୋଷେଇ କରିକି ଦେଉଛ ବାହାର ଲୋକଙ୍କୁ ଦିଅ ପଇସା ଦୁଇଟା ଇନକମ୍ କରିବା ନା କ'ଣ କହୁଛ ଆଉ ତମେ ତ ଚିକେନ୍ ଯିଏ ତର ଖାଇବ ବାର ଦୌଡ଼ିବ ନା କ'ଣ କରିବା ରେଡ଼ି ଏକ ବୁଢ଼ା ବୟସରେ ବାପାଟାକୁ ଘରେ ରୋଷେଇ କରୁଛନ୍ତି ପୁଣି ହୋଟେଲ କରିକି ଖଟେଇଲେଣି ବାପା ଲୋକ ଗାଳି ଦେଉଛନ୍ତି ତମେ ଝିଅ ବୋଉ 2 ଜଣ ଥାଇକି ବାପା ସବୁବେଳେ ମଉସା ସବୁବେଳେ କ'ଣ ରୋଷେଇ କରୁଛନ୍ତି କିନ୍ତୁ ସେ ଜାଣିପାରୁନାହାନ୍ତି ଡାଲୁ ଭାଇର ତା ପିଲାମାନଙ୍କର ସ୍ୱୟଂ ବାପାଙ୍କୁ ତାଙ୍କ ନିଜ ହାତ ରୋଷେଇ ଭଲ ଲାଗେ ଆଉ କାହା ହାତ ରୋଷେଇ ଭଲ ଲାଗେନି ନାଇଁ କି ପିଲାମାନଙ୍କ ଡିମାଣ୍ଡ ତ ଜେଜେ କରିବେ ନା ଆଏ କ'ଣ ପୂଜା ସରିନି ମାଲିକେ ପୂଜାର ନୀତିଗତି ଅଲଗା ହଁ ଆଉ ତମେ ଡାଇରେକ୍ଟ ବୈକୁଣ୍ଠ ପହଞ୍ଚିବ ଜାଣିଲ ତମ ତୁଟ ସୁଦୂର ହଉ ହଁ ଆଉ ମନ୍ତ୍ର କ'ଣ ପଢୁଛ ମନ୍ତ୍ର ହରେ କୃଷ୍ଣ ହରେ ରାମ ହରେ କୃଷ୍ଣ ହରେ ରାମ ସବୁଠୁ କାଇଁ ଏଇଟା ବୋଲୁନ ଯୋଉ ଶ୍ରୀକୃଷ୍ଣ ବାସୁଦେବାୟ ହରିଏ ପରମାତ୍ମନେ ପ୍ରଣତଃ କ୍ଲେଶ ନାଶାୟ ଗୋବିନ୍ଦାୟ ନମଃ ନମଃ ଏଇଟା ବୋଲୁନ ଏଇଟା ମୁଁ ଶିଖିନି ଭଲ ହେଇନି ବଢିଆ ଲାଗେ ଶୁଣିବାକୁ ତ ବୋଲି ପାରିବିନି ଶିଖିନି ନା ମୁଁ ଲେଖିକି ଦେଇଦେବି ଶିଖିକି ବୋଲିବ ହେଲା ଭଲ ଲାଗେ ସବୁଠୁ ତ ଜପ ହରେ ରାମ ହରେ କୃଷ୍ଣ ହଁ ହରେ ରାମ ହରେ କୃଷ୍ଣ ହରେ ପାରି କର ଏ ସଂସାରରୁ ଆଉ କର ଜଲ୍ଦି ହେଲା
ସାଙ୍ଗମାନେ ମୋର ଏଠି ବସିଛି ଆଳୁ ଭଜା। ମୋର ଏଠି ବସିଛି ଆଳୁ ଭଜା ଲାଗିଗଲାଣି। तो सांग मैंने मोर ये बस आलू भजा तेल बोधे अधिक होगा आलू भजा बस सी आड़े कड़ा हम एक्चुअली हाईरे देदबा हाईरे दे कड़ा करिया कड़ा ये पोड़ पोड़ करिया पानी दे नी जो घोड़े देली टिके नरमीगला। तो बर्तमान दी भौणी बस खाइले। अरे कौन केमती लगुच बढ़िया मिकू जेजे आ पचारिबिनी। अरे बासुची एडे जोजे कहिया कथा नहीं ना कि घर कंपई दउची सला साई पड़सा उठी पड़ी आसीबे। हां बढ़िया लाग टेस्ट लाग जुरा नहीं कथा समय नहीं खाली खाई दियो मुंह पति दी भौणी एठी ऑलरेडी बड़ा हेइची का पे के जे आसने आंदी के केमती हेइची तकटा बा ମୁଁ କ'ଣ କହିବି ମୁଁ କରିଛି ମୁଁ କହିବି तम नातुणी तो आग रेटिंग दे देला दी नातुणी दे छले କେମିତି ହେଇଛି କିରେ बढ़िया लाग। हाँ हाँ खाओ खाओ हाँ हाँ खाई ତମେ ପଖାଳ ବାଡ଼ିକିରି ଖାଇବ ସିଏ ତା ସେ ବାଡ଼ିକି ଆଣି ଖାଇବ ଦୁଇ ଜଣ ନନ୍ଦ ଭାଉଜ ସାଙ୍ଗ ହେଇ ଖାଇବ। कहीं से खाऊनी से तो आइंस खाइब से खाऊनी कहीं गपुची खाइବାକୁ होनी कि भोक लागुनी ପଖାଳ ପକେଇଛି ଆଉ ପଖାଳ ପଡି ଯାଇଛି ପୁରା। ପଖାଳ କେତେ ପକେଇ ଦେଇଛି ଖାଇ ଦେଇଛୁ ପଖାଳ ତାହେଲେ ଆଣିକିରି ଖାଉନୁ କିଏ ତତେ ମନା କରେ ହଁ ତାହେଲେ ଖାଉନୁ ଆଉ ଭୋକ ଲଗ ନାହିଁ ନା ତ କଣ ଖାଇବାକୁ କି ତାଲାକ ଲୋପ ଦେଇଛନ୍ତି ଯାଉନୁ ବାଡ଼ିକି ଆଣି ଖାଇବୁ। ଖାଇଲେ ଆଉ କଣ ଦେବି ବୋଲି ବସିଛି। ହଁ ଦେଇଦିଅ ତାପରେ ତମେ ବସ ଚିକେନଟା ହେଇଛି ନା ତମକୁ ଭାରି ଭୋକ ଲାଗିବନି। ହଁ ମୁଁ ଦିନ ସନଥିଲା ଚିକେନ ଖାଇ ମୁଁ ତ କହିଲି ଭାତଟା ଆଣିକି ଦେଇ ଦେଇଥିଲା ଆମକୁ କିଛି ଦରକାର ନାହିଁ ଆଉ। ହଉ ଯାଅ ଖାଇବ ମଣି ଭିଡ଼ିଓ ଭିଡ଼ିଓ ମନା ମନା ଶାଗ ଟିକେ ଆଣି मने जा जा वीडियो जा वीडियो वीडियो जा अंतर लागे तबे खोलिबो खोलिबो जाओ 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 ଆମର ଦୋକାନରେ ଆମର ପୋକା ଦାନ୍ତ ବସିଯିବ ଖାଇବା ଦରକାର। आ तमे तो जिबे तो ताल ढोकी दब କୋଉଟା କାଲି ପୁଣି ଗୁରୁବାରେ ପେଟରେ ରହିବ। ଏଇଟା ହାଡ଼ଟା हगी दब सकाळु सब बाहरी पडिबो ए जाओ 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 खाइ दो डेरी कर जाओ जाओ ए चिकन कांदिबो करे रे जाइलो कांदिबो जाओ 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 ଏଇଟା ଆଇଁଷ ପ୍ରେମୀ ନୁହେଁ। नो नो बापा आइंस प्रेमी नुह घरे माछ ମାଛ ସଫିସିଏଣ୍ଟ ଖାଏ। ହଁ ସବୁବେଳେ ତମେ ଅଛ ବାପା ହେଇକି ଏମିତି ମତେ ମୁଁ ହେଲେ ଏତେ ଉପାସ ମୁଁ ବା ତରକାରୀ ମାଛ ଛାଡ଼ି ଦେଇଛି ଖାଇବ ବୋଲି ଜାଣିଟା ସେତେବେଳେ ମୁଁ ଖାଉଥିଲି କିନ୍ତୁ ଆଉ ଏଇନେ ନାହିଁ ମୋର ଆଉ एने भी खाउछ ना बा काई कहू मु खाउनी मु किछ खाउनी ଖାଇବ ମାଛ ମାଛ ବାପା ମୋ ପାଇଁ କ'ଣ ଅଛି କି हां ମୁଁ ମାନେ ବୁଧବାର ହଉ ଖାଉ ତୁ ଶୁକ୍ରବାର ଟିକେ କରିବ ମୁଁ ଛାଡ଼ିଦେବି ଯେ ଏମିତି କଥା ए बुधवार शुक्रवार रविवार तो पार्टी जाकी दउछ किछ खाउन ना बुधवार शुक्रवार रविवार पार्टी बंद कर दउछ किछ खाउन ना तो बसी खाउचंती आ किछ जण खाइ के उठिलेनी बापो झी उठिलेनी आ बाकी बसिचंती सरुनी आ जणक तो सरुनी आ मथरे चित्ता चैतन्य करी आ जणक सरुनी 2 घंटा बसी खाइलानी कुकुर ए भो को सरी बड़ी कुकुर କୁକୁର ତ ଗୋଟେ 5 ମିନିଟରେ ଖାଇଦବ। हाँ तू कहीं तरकारी कौन खंडिया होनी ताटिए तरकारी आई कि खंडिया होनी कहीं भल लगुनि क्या ना पछक पीए बोली रखीच बा ସେ ଝୋଟ ଗୋଳେଇକିରି ଖାଉନି ନାହିଁ କର ଆଉ ଏଠି ଯୋଉ ଭୋଜି ଖାଇଦିଅ 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 ଚିକେନ ସାଙ୍ଗରେ ମାଛ ଫ୍ରାଏ ଖାଉନ ହଉ ଖାଇଦିଅ ଖାଇଦିଅ କନ୍ଦୁଆ ଚାଲିଲାଣି ସୁଦଶା ବ୍ରତ କଲି ବୋଲି ଆଉ କ'ଣ ଦାଣ୍ଡ ଫାଣ୍ଡ ଧୋଇ ସାରିଲଣି ଖାଇସାରିଲା ପରେ ଘର ଭିତରେ ଧୁଆ ହବ ହଉ ଦାଣ୍ଡ ଫାଣ୍ଡ ସବୁ ଧୋଇ ସାରିଲାଣି ଆଉ କ'ଣ ତୁ କାହିଁ ବାହାରେ ବୁଲୁଛୁ ଝିଅ ପିଲା ଚୋର ପୁରା ବୁଲୁଛନ୍ତି ତୁ କ'ଣ ପାଇଁ ମୋର ଗୋଟିଏ ବୋଲି ମୁଁ ଗୋଟିଏ ବୋଲି କଣ୍ଢେଇ ମୋର ପଳିଆ ଏଇ କ'ଣ ଆଉ ଘରେ ରହିବା ଜମା ମନ କହୁନ ଖାଲି ଏନି ଟାଇମ୍ କହୁଛି ବାହାରେ ବୁଲିବ ସବୁ ଧୁଆ ଧୁଇ ହେଇଯାଉଛି ମୁଁ କିଛି କୁଦୁନି ତମେ ଘରକୁ ଆସ ଏଇ ଘରକୁ ଆସ ବର୍ତ୍ତମାନ ପୋଛା ପୋଛି ଚାଲିଛି ରୋଷେଇ ଘର ଗୋବର ପଡ଼ିକି ଗୋବର ଚୂନ ହଁ ଆଉ ପୋଛ 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 ଲୁଣ ଲୁଣ ତାହେଲେ ପୋଛ ପୋଛ ଘର ଯାକ ଖାଲି ପାଣି ଆମର ଘର ଯାକ ପାଣି ଘର ପୋଛା ଚାଲିଛି
एपट धीरे धीरे पोछा हम मुंग ओरियाली कर दीची बासन पुणी मजा हम सफासफी सब हो जाइए गैस पछ पछ कर देची ग्राइंडर पछ पछ कर देची कहीं बाटब जो सोधु बाटब राति चिता पिता पड़ तो सांग मैंने आउ कौन देखी घर काम तो पड़ी जाऊँ टी भाज मिसी मिसी करदेबू मैंने मुझे करदेवी मिसिकी एगुड़िया पारनी हाँ सी घर पोछू ता भर मुझे बासन तो माजिदेवी आउ सीता सी पटापटी कर चिता पकेब बाकी आम आज भिडियो ये शेष कर दूँ तो आम देखा काली आउ एक नुआ फ्रेश ब्लॉग रे तो आज भिडियो मुझे एंड कर मोरी भल पाइबा दौथे सपोर्ट टे करुवे आपण मन कमेंट पढ़ी बहुत ही खुशी लगुच किसी लोग नेगेटिव कमेंट कर भी वेलकम आउ बहुत लोग भल कमेंट कर मो तरफ बहुत सारा भल पाइबा एमती के आशीर्वाद कर सपोर्ट कर भल पाऊ आम देखा काली देखा जाओ काली केमी कौन भाज पूजा पूजी सब करुच्ची व्रत करुच्ची कौन कर सब काली देखा काली ब्लॉग तो समस्त गुड नाइट टाटा बाय बाय लव यू ऑल।